क्लीं गुरुदेवाय नमः। ॐ क्लीं विश्व गुरुगोविन्दाय नमो नमः। ॐ नमः भगवते वासुदेवाय। नारायण नमस्कृतं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मुखं करोति वाचालं पङ्गुलङ्घयति गिरिं यत्कृपातमहं वन्दे परमानन्दमाधवम्। ଏହି ଚ୍ୟାନେଲକୁ ଉପଭୋଗ କରୁଥିବା ସମସ୍ତ ଦର୍ଶକ ମାନଙ୍କୁ ମୋର ସ୍ୱାଗତ, ଅଭିନନ୍ଦନ, ଶୁଭେଚ୍ଛା। ଆଜି ଏହି ଶୁଭ ମୁହୂର୍ତ୍ତରେ ଭାଗବତ ଗ୍ରନ୍ଥର କଥାମୃତ ଏବଂ ରସାମୃତ ବିଷୟରେ କିଛି ଆଲୋଚନା କରୁଛି, ଯାହା ଆପଣମାନେ ଶ୍ରବଣ କଲେ, ଶ୍ରଦ୍ଧା ସହିତ ଶ୍ରବଣ କରି ନିଜକୁ ଧନ୍ୟ ମନେ କଲେ ମୁଁ ନିଜକୁ ଧନ୍ୟ ମନେ କରିବି। ଯେ ପ୍ରକୃତ ଭାଗବତ କ'ଣ, ଭାଗବତର କ'ଣ ତତ୍ତ୍ୱ ପରମାର୍ଥ ରହିଛି ଏବଂ ଭାଗବତକୁ ମୁକ୍ତି ଗ୍ରନ୍ଥ ବୋଲି ସମସ୍ତେ ସ୍ୱୀକାର କରିଛନ୍ତି। ମୃତ୍ୟୁ ସମୟରେ ମଧ୍ୟ ଆମର ପ୍ରବାଦ ଅଛି ଯେ ଦୁଇ ଧାଡ଼ି ଭାଗବତ କଥାକୁ ଶ୍ରବଣ କଲେ ଏ ଆତ୍ମା ମୁକ୍ତି ଲାଭ କରିଥାଏ। ତେଣୁ ଆସନ୍ତୁ ଶୁଣିବା ଏହି ଭାଗବତର କଥାମୃତ। ଭାଗବତ ଚାରି ଅକ୍ଷର ଭାବ ଜ୍ଞାନ ବ୍ରହ୍ମ ତତ୍ତ୍ୱ ବିଚାର। ଭାଗବତ ଚାରି ଅକ୍ଷର, ଭାଗବତ ଚାରୋଟି ଅକ୍ଷର, ଭାବ ଜ୍ଞାନ ବ୍ରହ୍ମ ତତ୍ତ୍ୱ। କିନ୍ତୁ ପ୍ରକୃତରେ ଏ ଚାରି ଅକ୍ଷର ଭିତରେ ଆହୁରି ଗୋଟିଏ ମାତ୍ରା ରହିଛି, ଯେଉଁ ଭରେ ଆକାର ଭା, ଭ ଆ ଗ ବ ତ। ତେଣୁ ଏ ପାଞ୍ଚ ଅକ୍ଷର ବିଶିଷ୍ଟ ଭାଗବତର କ'ଣ ତତ୍ତ୍ୱ ଆମେ ଶ୍ରବଣ କରିବା। ଭରୁ ଭବ ଯେ ହୋଇଲା, ଆପରୁ ଆରୁ ଆପ ପ୍ରକାଶିଲା। ଗରୁ ଗଗନ ପ୍ରକାଶ, ବାୟୁରୁ ବରୁ ବାୟୁ ପରକାଶ। ତେରୁ ତରୁ ତେଜ ଯେ ହୋଇଲା, ପଞ୍ଚଭୂତ ଏ ବୋଲାଇଲା। ତେଣୁ ଏ ଭାଗବତ ପଞ୍ଚ ଅକ୍ଷରରୁ ପଞ୍ଚଭୂତର ସୃଷ୍ଟି ହେଲା ଏବଂ ଏ ପଞ୍ଚଭୂତରୁ କିପରି ଭାବରେ କେଉଁ ଭୂତରୁ କେଉଁ ପ୍ରକୃତି ସୃଷ୍ଟି ହେଲା ତାହା ମଧ୍ୟ ରହିଛି। ପ୍ରଥମେ ହେଲା ଭବ ବା ପୃଥିବୀ। ପୃଥିବୀ ଭୂତରୁ କ'ଣ ହେଲା ନା ହାଡ଼ ନାଡ଼ ଲୋମ ମାଂସ ଚର୍ମନାଞ୍ଚ ବସୁନ୍ଧରା। ଏ ପାଞ୍ଚଟି ପ୍ରକୃତି ପୃଥିବୀ ତତ୍ତ୍ୱରୁ ଆସିଲା। ତାପରେ ଆପ, ଆପ ଭୂତରୁ ଆସିଲା ଲାଳ ସ୍ୱେଦ ମୂତ୍ର ବୀର୍ଯ୍ୟ ରକ୍ତ ତ ଅପମିତ ତ। ଏ ପାଞ୍ଚଟି ଜଳ ବା ଆପ ଭୂତରୁ ଆସିଲା। ଆପ ଗଲା, ତାପରେ ଗରୁ ଗଗନ, ଗଗନ କାମ କ୍ରୋଧ ଲୋଭ ମୋହ ତମ ଆକାଶ ସଞ୍ଚାରୀ। ଏ ପାଞ୍ଚ ପ୍ରକୃତି ଆକାଶ ଭୂତରୁ ଆସିଲା। ତାପରେ ବାୟୁଭୂତ, ବାୟୁଭୂତରୁ କ'ଣ ଆସିଲା ଚଞ୍ଚଳ ଚଳ ଧାପନ ବଳ ଶବ୍ଦ ସମୀରଣା। ପଞ୍ଚଭୂତ ପବନରୁ ବା ପବନ ଭୂତରୁ ଆମର ଏ ପାଞ୍ଚଟି ଆସିଲା। ତାପରେ ତେଜ, ତେଜରୁ କ'ଣ ଆସିଲା ନା କ୍ଷୁଧା ତୃଷ୍ଣା ନିଦ୍ରା ଲଜ୍ଜା ତୃପ୍ତି ତ ଅଗ୍ନି ଅଂଶତ। ଏତାନି ପଞ୍ଚପଞ୍ଚାନି ପ୍ରକୃତି ପଞ୍ଚବିଂଶତି। ଏ 25ଟି ପାଞ୍ଚଭୂତରୁ 25ଟି ପ୍ରକୃତି ସୃଷ୍ଟି ହେଲା। ତେଣୁ ଏ ପାଞ୍ଚଭୂତ 25ଟି ପ୍ରକୃତି ସୃଷ୍ଟି, ଏ ଭାଗବତ, ଏ ଶରୀର ରୂପ ଭାଗବତ ତିଆରି ହେଲା। ଏହି ଶରୀରରେ ଯେଉଁ ବ୍ରହ୍ମ ବିରାଜମାନ କରିଛନ୍ତି ତାଙ୍କ ସମ୍ବନ୍ଧରେ ଜ୍ଞାନ ତତ୍ତ୍ୱକୁ ଜାଣିଲେ ଏବଂ ତାଙ୍କ ସହିତ ଭାବ ଲଗାଇଲେ ଏ ଶରୀର ଏ ଭବସାଗରରୁ ନିଶ୍ଚିତ ଭାବରେ ମୁକ୍ତି ଲାଭ କରିବ। ତେଣୁ ଏହା ଯେ ଦୁର୍ଲଭ ଦୁର୍ଲଭ ନର କଳେ ବର, ଦୁର୍ଲଭ ନର କଳେ ବର, ନରକ ନିସ୍ତାରଣ ଦ୍ୱାର। ଯହିଁ ବିଶ୍ରାମ ସର୍ବଲୀଳା, ଏଣୁ ମାନବ ସୃଷ୍ଟି କଲା। ତେଣୁ ଏଇ ଯେଉଁ ଶରୀର ରୂପକ ଭାଗବତରେ ଯେଉଁ ବ୍ରହ୍ମ ବିରାଜମାନ କରିଛନ୍ତି ତାଙ୍କ ସମ୍ବନ୍ଧରେ ଆମେ ଜାଣି ତାଙ୍କ ସହିତ ଭାବ ଲଗାଇବା। ତେଣୁ ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି,
ଭବସାଗରୁ ତରିଯାନ୍ତି। ଯେଉଁ ଗୋବିନ୍ଦଙ୍କ ପାଦରୁ କିପରି ଭାବରେ ମକରନ୍ଦ ସଦାସର୍ବଦା ବହୁଛି, ତାକୁ କିପରି ଭାବରେ ଜୀବ ପାନ କରିପାରିବ, ପରବର୍ତ୍ତୀ ଅଧ୍ୟାୟରେ ଆମେ ସେ ବିଷୟରେ ଆଲୋଚନା କରିବା। ଆପଣମାନଙ୍କୁ ଯଦି ଏ ଭାଗବତ ତତ୍ତ୍ୱ ଭଲ ଲାଗୁଥାଏ ତାହେଲେ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କର ମତାମତ ମଧ୍ୟ ପ୍ରଦାନ କରନ୍ତୁ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ, ସେ ବ୍ରଜନାରୀଙ୍କ ପୟରେ ମନ ମୋର ରହୁ ନିରନ୍ତରେ, ମୋ ମନ ନିରନ୍ତରେ ରହୁ। ହା କୃଷ୍ଣ ବୋଲି ଯିବ ଯାଉ, ହା କୃଷ୍ଣ ବୋଲି ଯାଉ ଯିବ ମୋତେ ଉଦ୍ଧାର। ରାଧାଧବ ହରି ଓମ୍। ଶାନ୍ତି ଶାନ୍ତି ଶାନ୍ତି।